ଆମିଷ ଖାଆନ୍ତୁ ନାହିଁ। ପଣା ସଂକ୍ରାନ୍ତି ଦିନ କ'ଣ କର୍ମ କରିବେ? ତ ଆସନ୍ତୁ ଜାଣିବା। ପଣା ସଂକ୍ରାନ୍ତି ଦିନ ଅମୃତ ବେଳା ଲାଗୁଛି ସକାଳ 7 ଘଣ୍ଟା 8 ମିନିଟ୍ରୁ ଦିନ 10 ଘଣ୍ଟା 20 ମିନିଟ୍ ପର୍ଯ୍ୟନ୍ତ। ଦିନ 12ଟା 44 ମିନିଟ୍ରୁ ରାତି 6ଟା 38 ମିନିଟ୍। ଦେନ୍ ମହେନ୍ଦ୍ର ବେଳା ଦିନ 3ଟା 8 ମିନିଟ୍ରୁ 4ଟା 44 ମିନିଟ୍ ମଧ୍ୟରେ। ଏହି ଦିନ ରାମଙ୍କ ପୂଜା କରାଯାଏ ଏବଂ ହନୁମାନଙ୍କର ମଧ୍ୟ ପୂଜା କରାଯାଏ। ଯେହେତୁ ଏଇଟା ହନୁମାନଙ୍କର ଜନ୍ମଦିନ, ତ ବିଭିନ୍ନ ହନୁମାନ ମନ୍ଦିରରେ ଯଜ୍ଞ ପୂଜା ଆଦି ବହୁତ କିଛି ପାଳନ କରାଯାଏ। ଏହି ଦିନ ଅନ୍ନଦାନ କଲେ ପୁଣ୍ୟ ମିଳିବ। ଛୋଟ ଛୁଆଙ୍କୁ ଖାଇବାକୁ ଦେଲେ ମଧ୍ୟ ବହୁତ ପୁଣ୍ୟ ମିଳିବ। ଆପଣଙ୍କର ଯଦି କିଛି ମନୋକାମନା ଅଛି, ଆପଣ ଏହି ଦିନ ହନୁମାନଙ୍କ ପାଖରେ ଭୋଗ ଲଗାଇ ଏବଂ ଛୋଟ ଛୁଆମାନଙ୍କରୁ ଦାନ ଧର୍ମ କରି ଆପଣ ପୁଣ୍ୟ ଅର୍ଜନ କରିପାରିବେ। ତ ଆସନ୍ତୁ ଜାଣିବା, ପଣା ସଂକ୍ରାନ୍ତି ଦିନ ଆପଣ କେଉଁ 2ଟା ପରିବା ଖାଇବେ ନାହିଁ। ଦିନ 8ଟା 13 ମିନିଟ୍ ପରେ ବୋଇତାଳୁ ଏବଂ ବୋଇତି ଏବଂ ପାଣି କଖାରୁ ଖାଇବେ ନାହିଁ। ଏହି 2ଟା ପରିବା ଆପଣ ପଣା ସଂକ୍ରାନ୍ତି ବା ହନୁମାନ ଜୟନ୍ତୀ ଦିନ ଖାଇବେ ନାହିଁ। ଏହି ଦିନ ଜମିରେ ହଳ ନିଷେଧ ଅଛି ଏବଂ ଏହି ଦିନ ଯେତେ